ନାଇଁ ଆକ୍ଚୁଆଲି ସିଆର୍ଏଫ୍ ତ ସିଲେକ୍ସନ୍ ହେଇଥିଲା, ଅରିଜିନାଲ୍ ଡକ୍ୟୁମେଣ୍ଟ ସବୁ ଭେରିଫିକେସନ୍ କରାହେଇଛି, କରାହେଲା ଭିତରେ ସେ ଡକ୍ୟୁମେଣ୍ଟ ପ୍ରଡ୍ୟୁସ୍ କରିଥିଲେ। ଏବେ ଜଣେ ଅଭିଯୋଗ କରିଛନ୍ତି ଯେ ସେ ସାର୍ଟିଫିକେଟ୍ଟା ଭୁଲ ଅଛି, ତେଣୁ ସେ ସାର୍ଟିଫିକେଟ୍ର ଅଥେଣ୍ଟିସିଟିଟା ପ୍ରମାଣ କରିବା ପାଇଁ ଆମେ ବିଓକୁ ଚିଠି କରିଛୁ। ଯଦି ସେଇଟା ଭୁଲ ପ୍ରମାଣିତ ହୁଏ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆ ନାଇଁ ଆକ୍ଚୁଆଲି ସେ ସମ୍ବନ୍ଧରେ ତ ଆମେ ଅବଶ୍ୟ ଯିଏ ଅଭିଯୋଗ କରିଛନ୍ତି ସେ ଆଣିକି ସେଇ ଜିନିଷ ଉପସ୍ଥାପନ କରିଥିଲେ, କଲାବେଳେ ବି ଆମେ ଅଫିସିଆଲି ଚିଠି କରିଛୁ ଯଦି ବାସ୍ତବରେ ସେଇଟା ଭୁଲ ବୋଲି ପ୍ରମାଣିତ ହେଇଥାଏ ତେଣୁ ତାକୁ ଡିସଏନ୍ଏଚ୍ କରିବାକୁ ରେକମେଣ୍ଡ କରାଯିବ। ଦରକାର ପଡ଼ିଲେ ଲିଗାଲ୍ ଆକ୍ସନ୍ ଯାହା ଆଇନ ଅନୁସାରେ ଅଛି ସେଇଟା ବି କାର୍ଯ୍ୟକାରୀ କରାଯିବ। ଜିଲ୍ଲାପାଳଙ୍କ ପାଖରେ ଦରକାର ପଡ଼ିଲେ ଜିଲ୍ଲାପାଳ ବି ଆମ ରିପୋର୍ଟ ପାଇଲା ପରେ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ, କମିଟି ବସିବ, ଦରକାର ପଡ଼ିଲେ ସେ ସାଲାରୀ ବି ରିକଭରି ହେବ। ଯଦି ସେଇଟା ଇଲିଗାଲି ଯାଇଥାଏ ଆମେ କରିଛୁ, ଆମର ଯେହେତୁ ନିଶ୍ଚିନ୍ତ କଲେ ବିଓଙ୍କ ଅଣ୍ଡରରେ ସେଇଟା ଆସୁଛି, ଆମେ ବିଓକୁ ଚିଠି କରିଛୁ ଏବଂ ସେଇ ସାର୍ଟିଫିକେଟ୍ର ଅଥେଣ୍ଟିସିଟି ଆଉ ସେଇ ଇୟର୍ରେ ବାସ୍ତବରେ ସେ ପାସ୍ କରିଛନ୍ତି ନା ନାହିଁ, ଯଦି ସେଇଟା ତାର ଭୁଲ ପ୍ରମାଣିତ ହେଲା କାର୍ଯ୍ୟାନୁଷ୍ଠାନ। ସେଇଟା ଆମର ବିଏଲ୍ଏଫ୍ ଭେରିଫାଇ କରିଥିଲା ଏବଂ ବିଏଲ୍ଏଫ୍ କଲେ ସେ ଯେଉଁ ଡକ୍ୟୁମେଣ୍ଟ ପ୍ରଡ୍ୟୁସ୍ କରିଥିଲେ ସେ ତ ଆଉ ଆକ୍ଚୁଆଲି ନିର୍ଦ୍ଦିଷ୍ଟ ମେକାନିଜିମ୍ ନାହିଁ ଯେ ସେଇଟା ଅଥେଣ୍ଟିସିଟିଟା ଜାଣିବା ପାଇଁ, ସେଇଟା ବୋର୍ଡ଼ ଅଫ୍ ରେଭିନ୍ୟୁରୁ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ରୁ ଜଣାପଡ଼ିବ। ତେଣୁ ସେଥିପାଇଁ ତାର ଆମେ ବିଓକୁ ଲେଖିଛୁ, ତାଙ୍କ ଆଙ୍ଗେଲରେ ଭେରିଫାଇ ହେଇଗଲା ପରେ ତାର ସତ୍ୟାସତ୍ୟ